ଆମେ ଆସିଥିଲୁ ବାବା ବାଲେଶ୍ୱରରୁ ବୁଲିବା ପାଇଁ ଆଉ ଟିକେ ଦେଖା କରିବା ପାଇଁ ଆସିଥିଲୁ ଆଉ। ହଉ ଦେଖା ତ ହେଲା ଆଉ କିଛି କୁହନ୍ତୁ ଟିକେ ଆମର ମଠ ବିଷୟରେ ଟିକେ କିଛି କଣ ଟିକେ କୁହନ୍ତୁ। ଲେଖା ହେଇଛି ଏଇଟା 1876 ମସିହା 26ରେ ଆରମ୍ଭ, 26 ମହିମା ଗୋସାଇଁ 26ରେ ଆବିର୍ଭାବ ହେଲେ। ଆଜ୍ଞା ବା ପୁରୀ ଶ୍ରୀକ୍ଷେତ୍ରରେ ସମସ୍ତଙ୍କ ଦୃଷ୍ଟିଗୋଚରକୁ ଆସିଲେ ବା ଲୋକଲୋଚନକୁ ଆସିଲେ। ଆଜ୍ଞା ଆଉ 1876ରେ ଇହ ଲୀଳା ସମ୍ବରଣ କଲେ। ମାନେ ମହିମା ଗୋସାଇଁ ତାଙ୍କ ସମ୍ପର୍କରେ କଣ ଆମେ ଆଲୋଚନା କରିବା, କଣ ତାଙ୍କ ପାଇଁ କହିବା। ସେ ତ ସ୍ୱୟଂ ଶୂନ୍ୟ ବ୍ରହ୍ମ, ଆଜ୍ଞା ସୃଷ୍ଟିର ସେ ହଉଛନ୍ତି ସ୍ରଷ୍ଟା। ଆଜ୍ଞା ଆମେ ଛପନା କରିଯିବ ହେଲେ ସୃଷ୍ଟି ସୃଷ୍ଟିକର୍ତ୍ତାଙ୍କ ସମ୍ପର୍କରେ କଣ ଆମର ଜ୍ଞାନ ଅଛି ଯେ ତାଙ୍କୁ ଆମେ ବର୍ଣ୍ଣନା କରିବା ବା ତାଙ୍କୁ ଇଏ କରିବା। ହେଲେ ଯାହା ହଉ ଜନସାଧାରଣ ଜାଣିବା ପାଇଁ ସେ ଯେହେତୁ ମର୍ତ୍ତ୍ୟମଣ୍ଡଳକୁ ଆସିଲେ, କାହିଁକି ଆସିଲେ, କଣ ପାଇଁ ଆସିଲେ? ଆଜ୍ଞା କଳି ଯୁଗରେ ସେ ଆବିର୍ଭାବ ହେଲେ। କଳି ଯୁଗର ପାପକୁ ଖଣ୍ଡନ କରି ପୁଣ୍ୟ ଆଣି ଦବା ପାଇଁ ପ୍ରଭୁ ଆସିଲେ। ମହାପ୍ରଭୁଙ୍କ ପାଖରେ ଯେତେବେଳେ ପୃଥିବୀ ପ୍ରାର୍ଥନା କଲା, କଳିଯୁଗର ଲୋକମାନେ ଯୋଉ ପ୍ରକାର ଅନ୍ୟାୟ ଅନୀତି ଅତ୍ୟାଚାର, ଗୋବଧ ମାତୃହତ୍ୟା, ଗୋହତ୍ୟା, ମାତୃହତ୍ୟା, ସୁରାପାନ ଇତ୍ୟାଦି ସବୁ ପ୍ରକାର ଅପକର୍ମ କାର୍ଯ୍ୟ ଗୁଡାକ କଲେ। ଏଇ ଅପକର୍ମ କାର୍ଯ୍ୟକୁ ନେଇକି ପୃଥିବୀ ସହି ପାରିଲା ନାହିଁ ପାପ ଭାର। ଆଜ୍ଞା ଆଜ୍ଞା ତେଣୁ ସେ କହିଲେ ଯେ, ସନ୍ଥ ଭୀମ ଭୋଇ ଲେଖୁଛନ୍ତି, ପାପ ଭାରାରେ ମହି ହେଲାଣି ଅନର୍ଥ ହିଁ, ଦେଖୁଁ ଦେଖୁଁ ଯାଉଛି ଭାସି ହେ ଶୂନ୍ୟବାସୀ, ଆକାଶ ଧୀରେ ଆସ ଖସି। ସେ ପ୍ରଭୁ ଆକାଶ ଆସିବା ପାଇଁ ନିବେଦନ କଲେ କି ପୃଥିବୀ। ତେଣୁ ସେଇଠି ସେ ମହାପ୍ରଭୁ ଆସିବା ପାଇଁ ମର୍ତ୍ତ୍ୟମଣ୍ଡଳକୁ ତାଙ୍କର ଗୋଟେ ପ୍ରସ୍ତୁତି ବୈଠକ କଲେ। ଅଭୟ ମଣ୍ଡଳରେ ଅନାଦି ଯୋଗେଶ୍ଵର, ବିଚାର କଲା ବେଳେ ଥିଲି ମୁଁ ଶ୍ରୀ ଛାମୁର, ଆଜ୍ଞା ଦେଇ କହିଲେ ଯାଅ ଶିରେ କୁମର, ମୁହିଁ ଯାଉଛି ଆଗେ ତୁ ଏବେ ଶୁଭ କର, ଅନନ୍ତ କୋଟି ସାଧୁ 64 ସିଦ୍ଧ ମୋର, ଅଚେତା ହୋଇ ଜନ୍ମିଛନ୍ତି ଗୃହ ଭିତର, ଭେଟ ପାଇବୁ ଦୀକ୍ଷା ଉଦେ ପୂର୍ବ ଦିଗର, ବସି ପଦ ବର୍ଣ୍ଣିବି ତୋ ହୃଦ ମଧ୍ୟର, ଶୂନ୍ୟ ମହିମା ଧ୍ୱନି ହେବ ପ୍ରକାଶ, ଖଣ୍ଡି ଅପରାଧ କ୍ଷମା କର ମୋ ଦୋଷ। ସନ୍ଥ ଭୀମ ଭୋଇ ଲେଖୁଛନ୍ତି, ମହାପ୍ରଭୁଙ୍କ ପାଖରେ ଯେତେବେଳେ ପୃଥିବୀଙ୍କ ଭକ୍ତି ଦରଖାସ୍ତ ପହଞ୍ଚିଗଲା, ସେଠି ସେ ଅଭୟ ମଣ୍ଡଳରେ ତାଙ୍କର ପ୍ରସ୍ତୁତି ବୈଠକ କଲେ ମର୍ତ୍ତ୍ୟମଣ୍ଡଳକୁ ଆସିବା ପାଇଁ। ଭକ୍ତମାନଙ୍କୁ ପଠେଇ ଦେଇଥିଲେ। ମହିମା ଧର୍ମ ହଉଛି ସୃଷ୍ଟିର ଆଦି ଧର୍ମ, ବ୍ରହ୍ମ ଭକ୍ତି ଧର୍ମ, ଆତ୍ମତତ୍ଵ ଧର୍ମ, ଶୂନ୍ୟ ତତ୍ଵ ଧର୍ମ, ପରମ ବ୍ରହ୍ମଙ୍କ ଧର୍ମ। ଏଇ ପ୍ରଭୁଙ୍କୁ ଉପାସନା କଲେ ଜୀବର ସଦ୍ଗତି ଅଛି। ତେଣୁ ସେ କହିଲେ, ମହାପ୍ରଭୁ ଯେତେବେଳେ ଆସିଲେ ମର୍ତ୍ତ୍ୟମଣ୍ଡଳକୁ, ପ୍ରଥମେ ହିମାଳୟରେ 12 ବର୍ଷ ବାୟୁପାନ କଲେ। ଆଜ୍ଞା 1802ରେ, ଆଜ୍ଞା 1826ରେ ସେ ଆସିଲେ ଶ୍ରୀକ୍ଷେତ୍ର। ଧୂଳିଆ ଗୋସାଇଁ ନାମରେ ନାମିତ ହେଇକି ପଣ୍ଡିତ ମାନଙ୍କ ସହିତ ବ୍ରହ୍ମବାଦ ଆଲୋଚନା କଲେ। ବ୍ରହ୍ମ କଣ ବୋଲି ସେମାନେ ସେ କହିଲେ, ମହିମା ଗୋସାଇଁ କହିଲେ ବ୍ରହ୍ମ ହଉଛନ୍ତି ସଚିତ୍ ଆନନ୍ଦ, ସଚିଦାନନ୍ଦ ବ୍ରହ୍ମ ହଉଛନ୍ତି ପୂର୍ଣ୍ଣ ବ୍ରହ୍ମ। ସେଠି ଖଣ୍ଡଗିରି ମାନେ ଖଣ୍ଡଗିରି ଉଦୟଗିରି, ସେଠି 12 ବର୍ଷ ତାଙ୍କର ଜଳପାନରେ ଗଲା। 1838 ମସିହାରେ ଆସିକି ସେ ପହଞ୍ଚିଲେ ଢେଙ୍କାନାଳ, ପବିତ୍ର ପୁଣ୍ୟଭୂମି କପିଳାସ ତପୋବନରେ। 12 ବର୍ଷ ପର୍ଯ୍ୟନ୍ତ ସଦାନନ୍ଦ ନାମକ ଶବର ମହିମା ଗୋସାଇଁ ଫଳ ଯୋଗେଇଥିଲେ। ଦ୍ୱିତୀୟ 12 ବର୍ଷ ରାଜା ଭଗୀରଥ ମହେନ୍ଦ୍ର ବାହାଦୁର ଦୁଗ୍ଧ ଦେଲେ। ମହିମା ଧର୍ମ ସେଇ ତପୋବନରୁ ହିଁ ଉତ୍ପତ୍ତି। ତପୋବନ ହଉଛି ମହିମା ଧର୍ମର ଆଦି ପୀଠ।
ତେଣୁ ମହିମା ଗୋସାଇଁ ଯେତେବେଳେ ବ୍ରହ୍ମାଣ୍ଡକୁ ଆସିଲେ ତପବନରୁ ଆସିକିରି ଜୋରନ୍ଦା ଅଞ୍ଚଳରେ ବିଭିନ୍ନ ପ୍ରକାର ଜାଗା ଭ୍ରମଣ କରିକି ଟୁଙ୍ଗି ତିଆରି କଲେ, ସବୁ କିଛି କଲେ, ଧର୍ମ ପ୍ରଚାର ପ୍ରସାର କଲେ। ମହିମା ଧର୍ମର ଉଦୟ ଭୂମି ହଉଛି କପିଳାସ ତପବନ, ପ୍ରଚାର ଭୂମି ହଉଛି ଜୋରନ୍ଦା ମହିମା ଗାଦି। ଆଜ୍ଞା ତେଣୁ ପ୍ରଭୁଙ୍କ ସମ୍ପର୍କରେ ଆମେ ବା କଣ କହିବା? ତେଣୁ ସେ କହିଲେ ଏଇ ଆତ୍ମତତ୍ଵ ଧର୍ମ ମହିମା ଗୋସାଇଁ ଦେଇଛନ୍ତି। ସେ କହିଲେ କଣ? ଆତ୍ମାରେ କଲେ ଗୋଚର, ପାଇ ଆଦ୍ୟନ୍ତ ତାର, ଦୃଢ ବନ୍ଧେ ସେବା କର, ନିଶ୍ଚୟ ସେ ତାରି ନେବେ। ଆଜ୍ଞା ହଉ, ଏତିକିରେ ଥାଉ ବାବୁ, ମୋ ଦେହ ଭଲ ନାହିଁ। ଆଜ୍ଞା ଆଉ ମହାପ୍ରଭୁ ମଙ୍ଗଳ କରନ୍ତୁ ଆଜ୍ଞା ଆଜ୍ଞା ତମମାନଙ୍କର ସବୁ। ଆଉ ଯାହା ପରେ କଥାବାର୍ତ୍ତା ହେଲେ ପ୍ରଭୁ ଦୟାରେ। ବାବା ଗୋଟେ ଫଟୋ ନବା ଆପଣଙ୍କର।